ପିଟିଦେଲା 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 ସେ ଘୁଷି ଆମର ସେ ମହନ୍ତର ଭାଇକୁ। ଆପଣ କୁହନ୍ତୁ ସାର୍, ଆପଣ କୁହନ୍ତୁ। ନମସ୍କାର ସାର୍, ଆପଣଙ୍କ ପାଖରେ ମୁଁ ଉଚିର ଉପକୃତ ହେବି ସାର୍। ଆପଣ ମୋତେ ଖାଲି ଗୋଟାଏ କଥା କହିଦିଅନ୍ତୁ। ଆପଣ ସାର୍ ମୋତେ ଚିହ୍ନିଥିବେ, ମୁଁ ସେଇ ଭଦ୍ର ମଧୁଆ ସାର୍ ଭିଡ଼ିଓରେ ଆଇଥିଲି। ସେ ଭଦ୍ର ଲୋକ ଯେଉଁ ଏତେ ରେଞ୍ଜରେ ମୁଁ ଯଦି ଗାଁ ଦାଣ୍ଡରେ ଚାଲିକି ଯିବି, ଗାଈ ଛେଳି ସାଇଡ଼୍ ହେଇଯାଆନ୍ତି, ଏତେ ରେଞ୍ଜରେ ଭଦ୍ରଲୋକ ସାର୍। ଆପଣ ଖାଲି ମୋର ଗୋଟାଏ କଥା କୁହନ୍ତୁ, ଯେଉଁ ହୃଷିକେଶ ଯେଉଁ କାଲି ଆମର ସେ ମହନ୍ତର ଭାଇନାଙ୍କ ବୟସଠୁ ମୋର ଟିକେ ବଡ଼ ହେବ, କିନ୍ତୁ ତାଙ୍କୁ ଯେଉଁ ମାରିଦେଲା, ଧକିଆ ମାରିଦେଲା, କିଛି କରିନି ଆମର ମହନ୍ତର ଭାଇ ସାର୍। ମଧୁଆ ସିଏ ବି ଜଣେ ମୋ ପରି ଭଦ୍ର ମଧୁଆ, କିଛି କରିନି। ଗାଁ ଛକରେ ଖାଲି ସାର୍ ଟିକେ ଅଭଦ୍ର ଭାଷା ଟିକେ ଖାଲି କହିଦେଲା ବୋଲି, ଏ ମା ଏ ଅଭଦ୍ର ଭାଷା ଲଗେଇ ଟିକେ କହିଦେଲା ବୋଲି ସେ ହୃଷିକେଶ ଆମର ମହନ୍ତର ଭାଇଙ୍କୁ ଧକିଆ ମାରିଦେଲା। କହିଲା ତମ ମଧୁଆ, ତୁମର ଯୋଗୁଁ ଆମର ଏ ପରିବାର, ଆମର ଏ ପରିବେଶ, ଆମର ଏ ସଂସ୍କୃତି ଏବଂ ଆମର ଦେଶ ଖରାପ ହେଉଛି। ତମେମାନେ ହେଲ ଏ ଦେଶର ଶତ୍ରୁ, ଏ ସମାଜର ଶତ୍ରୁ ବୋଲି କହି ତାଙ୍କୁ ଧକିଆ ମାରିଲେ। ତା ସହ ଆମର ଆହୁରି 4 ଭାଇ ମିଶି ସତ କଥା କହିଲେ, ସତ ଏମାନେ ଏ ଗାଁର ଶତ୍ରୁ, ଏ ଆମର ପରିବାର, ଆମର ଏ ପରିବେଶର ଶତ୍ରୁ ବୋଲି କହିଲେ। ଆଜ୍ଞା ଧକିଆ ମାରି ଖାଲି ଆମେ ଟିକେ ମଦ ପିଉଛୁ ବୋଲି ଦି ପଦ ଆମେ ଖାଲି କହିଦେଲେ, ଆମର ସେ ମହନ୍ତର ଭାଇ 2 ପଦ ଖାଲି ଗାଳି କରିଦେଲା ବୋଲି କ'ଣ ତାଙ୍କୁ ଧକିଆ ମାରିଦେଲ? ଆପଣ କୁହନ୍ତୁ ସାର୍, ଆପଣ ପାଠଶାଠ ପଢ଼ୁଛନ୍ତି, ଆପଣ କୁହନ୍ତୁ। ଯେତେବେଳେ ସେ ଖଣ୍ଡଗିରି ଯେଉଁ ମେଲୋଡ଼ି ହେଉଛି, ଯେଉଁ ଆମର ଏ କିଛି ଅଛନ୍ତି ଯେଉଁ ଆମର ଯେଉଁ ଅଙ୍ଗ ପ୍ରଦର୍ଶନ କରି ସେମାନେ କ'ଣ ଯେଉଁ ଦେଖାଉଛନ୍ତି, ସେମାନେ କ'ଣ ଆମର ଏ ଓଡ଼ିଶା ମାଟିକୁ କ'ଣ ଟେକି ଧରୁଛନ୍ତି? ସେମାନେ କ'ଣ ଶତ୍ରୁ ନୁହନ୍ତି? ଆମ ଏ ଦେଶର, ଆମର ଏ ମାଟିର ସେମାନେ କ'ଣ ଶତ୍ରୁ ନୁହନ୍ତି? କାହିଁ ସେମାନଙ୍କୁ ତ କିଛି, କାହିଁ ଆପଣମାନେ କିଛି କରିପାରୁନୁ? ଆମେ ମଧୁଆ ଗରିବ ମାଇପ ସମସ୍ତଙ୍କ ଶାଳୀ। ଏଇଥିପାଇଁ ଯିଏ ପଡ଼ିଲା ସେ ସାନ ପିଲାଟି ହଉ କି ଗୋଟେ ଧକିଆ ମାରିଦେଉଛି। ମୁଁ ସେଦିନ ସେ ବାଡ଼େ ଟିକେ ହଲି ଆଉଥିଲି ବୋଲି, ସେ ଲୋକଟା ଉପରେ ପଡ଼ି ଯାଉଥିଲି ବୋଲି, ସେ ରତନା ପୁଅ ଯେଉଁ ଅନିଦ୍ରା ସେଦିନ କହିଥିଲି, ମଧୁଆ କହି ମୋତେ ଧକିଆ ମାରିଦେଲା। ଆପଣମାନେ ନ୍ୟାୟ କରନ୍ତୁ ସାର୍, ଆପଣ କୁହନ୍ତୁ। ଆମେ ଯଦି ଦେଶର ଶତ୍ରୁ ସାଜୁଛୁ ମଦ ପିଇ, ତାହେଲେ ଯେଉଁ ଏ ଅଶ୍ଳୀଳ ନୃତ୍ୟ କରି ଯେଉଁ ଏମାନେ ଦେଶକୁ କ'ଣ ଟେକି ଧରୁଛନ୍ତି, ଏ ଆମର ସଂସ୍କୃତି କ'ଣ ଟେକି ଧରୁଛନ୍ତି? ନିଶ୍ଚୟ ବନ୍ଦ ହେବା ଦରକାର। ଯଦି ଆଗାମୀ କିଛି ଦିନ ଭିତରେ ବନ୍ଦ ନ ହେବ, ତାହେଲେ ଏବେ ଯେଉଁ ଠେଙ୍ଗା ଧରି ଆସିଛନ୍ତି, ଆରେ ଆମେ ସବୁ ମଧୁଆ ଏକଜୁଟ ହେବୁ। ତମେମାନେ କିଛି କରିପାରିବନି ସାର୍, ମୁଁ ଜାଣିଛି ତମେମାନେ କିଛି କରିପାରିବନି। ଗରିବ ମାଇପ ସମସ୍ତଙ୍କ ଶାଳୀ, ସେମାନଙ୍କୁ ହିଁ ଧକିଆ ମାରିବ, ଯେମିତି ଆମର ଭାଇମାନଙ୍କୁ ମାରୁଛ ମଧୁଆ କହି। କିନ୍ତୁ ଆମେ ମଧୁଆ ଭାଇ ସବୁ ଏକ ହବୁ। ଆଉ ଏ ସାହୁ ଭାଉଜ ଆଉ ଯେକୌଣସି ବି ଯଦି ଅଶ୍ଳୀଳ ନୃତ୍ୟ ଅଙ୍ଗ ପ୍ରଦର୍ଶନ କରନ୍ତି, ତାହେଲେ ସାବାଡ଼ କରିବୁ। ସେମାନେ ସେ ବଡ଼ ଠେଙ୍ଗାକୁ ଧରୁନି, କିନ୍ତୁ ଆମ ମଧୁମାନଙ୍କ ପାଖରେ ଗୋଟେ ଆହୁରି ଭଲ ଠେଙ୍ଗା ଅଛି, ବୁଝିଲ? ବହୁତ ଭଲ ଠେଙ୍ଗା ଅଛି, ଆପଣ ବୁଝୁଥିବେ। ନିଶ୍ଚୟ ସୁଧୀର ଯାଆନ୍ତୁ। ସାଇ ଭାଉଜ ଯେକୌଣସି ବି ହଉ ନାରୀ ଯଦି ଅଙ୍ଗ ପ୍ରଦର୍ଶନ କରି ଯଦି ରେକର୍ଡ଼ ଡ୍ୟାନ୍ସ କରେ, ତାହେଲେ ନିଶ୍ଚୟ ଆମେ ମଧୁଆ ଭାଇମାନେ ଏକଜୁଟ ହେଇ ନିଶ୍ଚୟ ତାକୁ ତଦାଘଟ କରିବୁ। ନମସ୍କାର ସାର୍। ନିଶ୍ଚୟ ଆପଣମାନେ କୁହନ୍ତୁ, କ'ଣ ସତେ ଆମେ ମାନୁଛୁ ଆମେ ଦେଶର ଶତ୍ରୁ, ଆଉ ସେମାନେ କ'ଣ ଦେଶର ମିତ୍ର? ସେମାନେ କ'ଣ ଆପଣଙ୍କୁ ଏବଂ ଆପଣଙ୍କର ମାଟିକୁ ଟେକି ଧରୁଛନ୍ତି ସାର୍? ନମସ୍କାର ସାର୍, ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ।